ଯେମିତି ଗୋଟେ କୁଆଁରୀ ଝିଅ ତା ବାହାଘରକୁ ନେଇ ସ୍ୱପ୍ନ ଧରି ଗୋଟେ ଶୁଭ ଦିନକୁ ଅପେକ୍ଷା କରିଥାଏ। କଣ କହିବେ ଫାଷ୍ଟ ମୁଭି ମୁଭିର କାମ କେମିତି କଣ ଲାଗିଥିଲା ଅନୁଭବ ପଟ୍ଟନାୟକଙ୍କ ସହିତ ଗୋଟେ ନିଜର ପ୍ରଡକ୍ସନ କେମିତି କଣ ଲାଗିଥିଲା? ଜୟ ଜଗନ୍ନାଥ ଉମା। ଅନୁପମ ଭାଇ ଯୋଉ ଟେକ୍ନୋ ପ୍ରଡକ୍ସନ ଅଛି ତାଙ୍କ ସହିତ ମୋର ଏଇଟା ପ୍ରଥମ ଜର୍ଣ୍ଣି ନୁହେଁ। ୟା ପୂର୍ବରୁ ଗ୍ୟାଙ୍ଗଷ୍ଟର 1 2 ବି କରିସାରିଛି। ବୋଧେ ସିଏ ସେଇ ସିଜନ 1 2 କରିବା ଭିତରେ ବୋଧେ କିଛି ଗୋଟେ ମୋ ଭିତରେ ଦେଖି ପାରିଥିଲେ, ଯାହା ଫଳରେ କି ମତେ ଏତେ ବଡ ବିଗ ସ୍କ୍ରିନ୍ ସେୟାର କରିବାର ସୁଯୋଗ ଦେଇଛନ୍ତି। ଆଉ କାମ କରିବାକୁ ତ ବହୁତ ମଜା ଲାଗିଥିଲା। ଆମକୁ ଆଉ ଟିକେ ଇଜି ହେଇଯାଇଥିଲା କାହିଁକି ନା ଆମେ ୱାର୍କସପ୍ କରିଥିଲୁ। ସେ ଫିଲ୍ଡ ଯିବା ପୂର୍ବରୁ ଆମେ ୱାର୍କସପ୍ କରିଥିଲୁ, ଯାହା ଫଳରେ କି ଆମେ ଗୋଟେ ଆମ ହିସାବରେ ଆମେ ଇମାଜିନ କରିଦେଇଥିଲୁ ଏଇଆ ଥିବ। ସେଠି ପହଞ୍ଚିଲା ପରେ ବି ଆମେ ସେ ମହଲକୁ ଦେଖିକି ବି ଯେତିକି ଡରିଥିଲୁ ସେତିକି ବି ଏକ୍ସାଇଟେଡ ଥିଲୁ ଏଇ ମହଲ ସହିତ ଆମର ଏତିକି ଦିନ ବିତିବ କେମିତି। ତ ଆଚ୍ଛା ଆପଣଙ୍କର ଖଣ୍ଡା ଚଲେଇବା ଚଲେଇବା ଏସବୁ ଆଗରୁ ଜାଣିଥିଲେ? ନା ନା ନା, ଖଣ୍ଡା ମୁଁ ପ୍ରଥମ ଟାଇମ ଧରିଲି। ଆଉ ଖଣ୍ଡା ମତେ ଦିବ୍ୟ ଭାଇ ହେଲ୍ପ କରିଛନ୍ତି, ସେ ଖଣ୍ଡା ବୁଲେଇବାରେ ସାହାଯ୍ୟ କରିଛନ୍ତି। ତ ମୋ ପାଇଁ ଏଇଟା ସମ୍ପୂର୍ଣ୍ଣ ନୂଆ ଥିଲା। ଦର୍ଶକ ଦେଖିଲା ପରେ କହିବେ ମୁଁ କେତେ ଭଲ ଖଣ୍ଡା ବୁଲେଇଛି କି ନ ବୁଲେଇଛି। ଆଜ୍ଞା ଆଜ୍ଞା। ତାର ମୁଭମେଣ୍ଟ ପୁରା କେମିତି ଦେଲା? ଦେଖନ୍ତୁ, ପ୍ରଥମ କଥା ହଉଛି ମୁଁ ଜଣେ ଥିଏଟର ଆର୍ଟିଷ୍ଟ। ଆଉ ଥିଏଟର ଆର୍ଟିଷ୍ଟ ମାନେ ସବୁବେଳେ ସଜାଗ ଥାନ୍ତି। ଯେକୌଣସି ଚରିତ୍ର ବା ଯାହା ବି କିଛି କରିବାକୁ ପଡେ ସବୁବେଳେ ପ୍ରସ୍ତୁତ ଥାନ୍ତି। ମୁଁ ବି ପ୍ରସ୍ତୁତ ଥିଲି ଫିଲ୍ଡ ଉପରେ ଯେକୌଣସି ଯାହା ବି ଟାସ୍କ ଦିଆଯିବ କରିବା ପାଇଁ। ତ ଖଣ୍ଡା ବୁଲେଇବା ଯୋଉ ତା ପୂର୍ବରୁ ରିହର୍ସଲ ବି କିଛି ସମୟ ପାଖାପାଖି ଘଣ୍ଟେ ରିହର୍ସଲ ହେଇଥିଲା, ଯାହା ଫଳରେ କି ଆପଣ ଏତେ କ୍ଲିନ ଜିନିଷ ଦେଖିବାକୁ ପାଇବେ। ଆଚ୍ଛା ଆପଣ ଗୋଟେ ରାଜକୁମାର କିନ୍ତୁ ଆପଣ ଗୋଟେ ଚୌକିଦାର ଭଳିଆ ଟାଇପର ରହୁଥିଲେ। ଦେଖନ୍ତୁ, ରିଭିଲ କରିଦେଲେ ଅସୁବିଧା ହବ। ମୁଁ ଖାଲି ଏତିକି କହିବି ଯେ ମୁଁ ରାଜକୁମାର ଆଉ ମୁଁ ବି ଚୌକିଦାର। କାହିଁକି ରହିଥିଲେ କାହିଁକିଟା ସେ କାହିଁକିର ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଅଡିଏନ୍ସକୁ ପ୍ରେକ୍ଷାଳୟକୁ ଆସିବାକୁ ପଡିବ। ଡାଇଲଗ ଯେମିତି ଗୋଟେ କୁଆଁରୀ ଝିଅ ତା ବାହାଘରକୁ ନେଇ ସ୍ୱପ୍ନ ଧରି ଗୋଟେ ଶୁଭ ଦିନକୁ ଅପେକ୍ଷା କରିଥାଏ, ଠିକ ସେମିତି ଏଇ ମହଲ ତାର ଗୋଟେ ନୂଆ ମାଲିକ ଅପେକ୍ଷାରେ ଅଛି।